ଏଟା ଭୂତ ଫିଲ୍ମ ନା କମେଡ଼ି ଫିଲ୍ମ କିଛି ବୁଝି ହେଉନି। ଫିଲ୍ମ ଦେଖିଲେ ହିଁ ଜଣାପଡ଼ିବ। ନମସ୍କାର ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କର ପ୍ରିୟ ରମିୟ ପିଣ୍ଟୁ। ମୁଁ ଆଜି ମୋ ଜୀବନରେ ପ୍ରଥମ ଥର କେଉଁ ଫିଲ୍ମର ଟ୍ରେଲରକୁ ରିଭ୍ୟୁ କରିବାକୁ ଯାଉଛି, ମାନେ ରିଆକ୍ସନ୍ କରିବାକୁ ଯାଉଛି। ସେ ଫିଲ୍ମଟା ହେଲା ବୋଉ ବୁଟୁ ଭୂତ। ଟ୍ରେଲର ତ ମୁଁ ଆଗରୁ ଦେଖିଦେଇଛି, ପ୍ରଥମ ଥର ପାଇଁ ମୋତେ କାହିଁ ଲାଗିଲା ଟ୍ରେଲରଟାରେ ଟିକେ ଦମ୍ ଅଛି। ସେଇଟା ତ ଫିଲ୍ମ ଦେଖିଲେ ହିଁ ଜଣାପଡ଼ିବ ଫିଲ୍ମଟା କ'ଣ ହେଇଛି। ମୁଁ ତ ଟ୍ରେଲର ଦେଖିଦେଇଛି, କିନ୍ତୁ ସେ ଟ୍ରେଲରଟା ଦେଖି ଦେଖି ମୁଁ ଆପଣମାନଙ୍କୁ କହିବି ଫିଲ୍ମଟା କେମିତି ହେଇଛି, କ'ଣ ହେଇଛି, ତା'ର ରିଭ୍ୟୁ କରିବି। ଆଉ ଆପଣମାନଙ୍କୁ କହିବି ଯେ ଫିଲ୍ମଟା ହିଟ୍ ହେବ ନା ନାହିଁ। ହଉ ଚାଲନ୍ତୁ ତାହେଲେ ଆମେ ଆମ ରିଆକ୍ସନ୍ଟା ଆରମ୍ଭ କରିବା, ଭିଡ଼ିଓଟା ଦେଖିବା। ଗେଲି ନା ଏଲି, ଏଲି ଶୁଭା ଯାଉଛି ନା ଗେଲି ଶୁଭା ଯାଉଛି ମୁଁ ଜାଣିନି। ଏ ଛେଳିକୁ ଯେଉଁ ଡକା ହେଉଛି ଏଲି ଏଲି ବୋଲିକି, ଛେଳିଟା ଗାୟବ ହେଇଯାଇଛି ବୋଧେ। गेड़ी नो घुमा नहीं गया। ବାପରେ, ଗେଡ଼ି ନୁହଁ ଗୁମା ନେଇକିଆ। ମାନେ ପିକ୍ଚରରେ ଦେଖାଯାଉଛି ଅପରାଜିତା ମ୍ୟାମ୍ ସାରା ପିଉଛନ୍ତି, ମଦ ପିଉଛନ୍ତି। ମାନେ ଛୋଟଟା ପିଇବିନି, ବଡ଼ଟା ଦରକାର ବୋଲି କହୁଛନ୍ତି ତାଙ୍କେ। ଜବରଦସ୍ତ ରୋଲ୍ କରୁଛନ୍ତି। ମ୍ୟାମ୍ ତ ପୁରା ଓଲ୍ଡ ଇଜ୍ ଗୋଲ୍ଡ ନା। ଗାଁ ଲୋକ ତ ମନ୍ତ୍ର ଦଟ ଗୁଣି ଗାରେଡ଼ି କରିକି ଖଡ଼ି ବୁଲେଇକି ତ ନାଁ ଗୁଡ଼ା ଧରି ଦଉନି। ଭୂତ କଥା ହେଲେ ମତେ କୁହ। ମୋତେ ଲାଗୁଛି ଅପରାଜିତା ମ୍ୟାମ୍ ଗୁଣି ଗାରେଡ଼ି କରୁଛନ୍ତି। ମାନେ ଝଡ଼ା ଫୁଙ୍କା ଯେମିତିକି ଗାଁ ଗହଳରେ ଥାଏ, ଗୁଣିଆ ତାଙ୍କେ ଫୁଙ୍କା ଝଡ଼ା କରିଥାନ୍ତି। କାହାକୁ ଭୂତ ଫୂତ ଲାଗିଲେ ବୋଧେ। ଦେଖାଯାଉ। ବାପରେ, କେତେ ଭୟଙ୍କର ଦୃଶ୍ୟ। ମାନେ ଏଇ ପିକ୍ଚରଟା ମୋତେ ଲାଗିଲା ବଲିଉଡ଼ ହଲିଉଡ଼ର ଯେଉଁ ଭାମ୍ପାୟାର ଭୂତ ଗୁଡ଼ାକ ଦେଖିଥିବେ ଆପଣମାନେ, ସେ ଟାଇପ୍ର ଭିଜୁଆଲଟା ଏଇଟା ନିଆ ହେଇଛି। ମାନେ ତାକୁ ଭୂତ ଲାଗିଥିବ ବୋଧେ, ଅପରାଜିତା ମ୍ୟାମ୍ ଯାଇଛନ୍ତି ତାଙ୍କୁ ଛଡ଼େଇବା ପାଇଁ। ଏଇ ମଣିଷ ତାହେଲେ ପୋଲିସ ପାଖକୁ ଯା। ମାନେ ଏ ଦୃଶ୍ୟରେ ଦେଖାଯାଉଛି ଯେ ପୁରା ଗାଉଁଲି ସିନ୍ ଦେଖାହେଇଛି। ମାନେ ପାହାଡ଼ ପର୍ବତ ନଦୀ, ମାନେ ବହୁତ ବଢ଼ିଆ ଭିଜୁଆଲ୍ ନିଆହେଇଛି। ଗାଁରେ କିଛି ହବାର ନାହିଁ ରେ। ହବିବି କମ୍ ଟୁ ଦୁବାଇ ୱିଥ୍ ମି। ହାବିବି କମ୍ ଟୁ ଦୁବାଇ ୱିଥ୍ ମି, ଡାଇଲଗ୍ଟା ବଢ଼ିଆ ଲାଗୁଛି। ବାବୁସାନଙ୍କୁ କ'ଣ କହିବି, ବାବୁସାନ ତ ମଲ୍ଟି ଟ୍ୟାଲେଣ୍ଟେଡ୍। ତାଙ୍କ ପାଖରେ ଏମିତି କିଛି ଟ୍ୟାଲେଣ୍ଟ ନାହିଁ ଯେଉଁଟାକି ଭଗବାନ ତାକୁ ଦେଇନାହାନ୍ତି। ଗଫ୍ଟ ଗିଫ୍ଟେଡ୍ ତାଙ୍କେ। ହଉ, ଧବଳେଶ୍ୱର ଛାଡୁନି ସାଙ୍ଗମାନଙ୍କ ସାଙ୍ଗେ ଦୁବାଇ କ'ଣ ଯିବି। ବଣ୍ଟି ସବୁ କ'ଣ କମେଡ଼ିରେ ଆମର ୟୁଟ୍ୟୁବ୍ ଲାଇନ୍ରେ ଆପଣ ଦେଖିଥିବେ ବଣ୍ଟି, ଏଇ ଫିଲ୍ମରେ ବଣ୍ଟି ଅଛନ୍ତି। ମାନେ ତ କମେଡ଼ି ଥିବ ନିଶ୍ଚୟ, ଭଲ ହେଇଥିବ ଫିଲ୍ମଟା। ହଁ, ଏ ପିକ୍ଚରରେ ଦେଖାଯାଉଛି ଦେଖ ଟାଇଲ୍ ଛପର ଘର। ମାନେ ବହୁତ ଦିନ ଆଗରୁ ଏଇ ଘର ଗୁଡ଼ାକ ଥିଲା, ବର୍ତ୍ତମାନ ଏଇଟା ଲୁପ୍ତ ପାଇଗଲାଣି। ଗାଁ ଗହଳରେ ଗୋଟେ ଗୋଟେ ଘର ଅଛି ଏଇଗୁଡ଼ାକ। ପୋଲିସ ବାଲା ତମେ ପରେ ଆଦାୟ କରିଦେବନି, ତୁ ଲାଞ୍ଚ ନିଏନି ମ। ମାନେ ଏଠି ଯେଉଁ ଦେଖେଇଲା, ଆପଣମାନେ ଗୀତ ଦେଖିଥିବେ ନା ସମସ୍ତେ, ଖଜୁରୀ ବଣରେ ଯାଇ ଡଙ୍ଗୁଥିଲି, ସେ ଭିଜୁଆଲଟା ଆଉ ସେ ଗୀତଟା ବହୁତ ଭାଇରାଲ୍ ହେଲାଣି। ରିଲ୍ସ ବି ସମସ୍ତେ ବନାଉଛନ୍ତି ଆଜିକାଲି। ରାତି 12ଟାରେ ତତେ ଦେଖିବି ବୋଲି ଖଜୁରୀ ବଣ ଯାଇ ଡଙ୍ଗୁଥିଲି। ମାନେ ଭୂତ ଫିଲ୍ମ, ରାତି ସିନ୍, ଆଉ ରାତି 12ଟା, ଆଉ ଖଜୁରୀ ବଣ, ଆଉ ଏସବୁ କମ୍ବିନେସନ୍କୁ ନେଇକି ଗୀତଟା କରାହେଇଛି। କାହିଁକିନା ଭୂତ ଫିଲ୍ମଟା ନା, ରାତି ସିନ୍ ବେଶୀ ଥାଇପାରେ। ହଁ, ଦେଖାଯାଉ। ଅର୍ଚ୍ଚିତା ମ୍ୟାମ୍ ଆମ ଓଡ଼ିଶା ସୁନ୍ଦରୀ। ମାନେ ତାଙ୍କ ଯୋଡ଼ିଟା ବହୁତ ବଢ଼ିଆ ଲାଗେ। ଦୁଇ ଜଣ ବଢ଼ିଆ ବି କରନ୍ତି। ଏଇଠି ଅର୍ଚ୍ଚିତା ମ୍ୟାମ୍ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଆଉ ହଁ, ଆଉ ପଛପଟେ ଗୋଟେ ମୋତେ ଲାଗୁଛି VFX ୟୁଜ୍ କରାହେଇଛି। ଯେଉଁ ପାଣି ଝରୁଛି ତଳପଟ, ପଛପଟ, ଅର୍ଚ୍ଚିତା ମ୍ୟାମ୍ ବସିଛନ୍ତି। ବାବୁସାନ ବ୍ଲାକ୍ ସାର୍ଟରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଆଇ ଥିଙ୍କ ଏଇଟା ରିଏଲ୍ ବି ହେଇପାରେ, ନହେଲେ VFX ବି ହେଇପାରେ। ମୋତେ ଲାଗୁଛି VFX ଭଳିଆ। ତୋର ବାହାଘର ହବନି। ଏ ମା ପୁଅ ଗୁଣି ଗାରେଡ଼ି କରିକି ମୋ ବେପାର ବୁଡ଼େଇଲି ଭାଇ।
ବୋଧେ ଗୁଣି ଗାରେଡ଼ି ଝଡ଼ା ଫୁଙ୍କା ଯେଉଁମାନେ ତ କରନ୍ତି ଗାଁ ଲୋକ ସମସ୍ତେ ସେମାନଙ୍କୁ ଡାଉଟ୍ କରିବେ ଯେ ତାଙ୍କ ଘରର ପିଲା କି କାହାର ବେପାର ଫେପାର ଯଦି ହେବନି କହିଲେ ସମସ୍ତେ କହିବେ ଗାଁ ଗୁଡ଼ାକରେ କଥା ଅଛି ତ ଇଏ ଗୁଣିଆ କରିଦେଇଛି, ଗୁଣି ଗାରେଡ଼ି କରିଦେଇଛି ତ ମୋ ପିଲା ଖରାପ ହେଇଗଲା, ଗୁଣି ଗାରେଡ଼ି କରିଦେଇଛି ତ ମୋ ବେପାର ଭଲ ହେଉନି। ଗାଁ ଗହଳରେ ଏମିତି ସବୁ ହୋଇଥାଏ। ଏଇ ଧନ୍ଦା ଯୋଗୁଁ ଆମ ଘର ଚଳୁଛି। କିଏ କ'ଣ କହିଲା ମତେ ଫରକ ପଡେନି। ତତେ କାହିଁ ଫରକ ପଡିବ? ଫରକ ମତେ ପଡୁଛି। ବାବୁସାନ ଏଠି ଯେଉଁ ବିରକ୍ତ ହେଉଛି ତାର କାରଣ ହେଲା ତାଙ୍କର ତ ଲଭ୍ ଚାଲିଛି ହିରୋ ହିରୋଇନଙ୍କର, କିନ୍ତୁ ଝିଅ ଘରେ ବାବୁସାନକୁ ପସନ୍ଦ କରୁନାହାନ୍ତି ଏଇଥିପାଇଁ ଯେ ତା ମା ଗୁଣି ଗାରେଡ଼ି କରୁଛି, ସେଥିପାଇଁ ତାକୁ ମନା କରିଥିବେ ବୋଧେ, ମୋତେ ଯାହା ଲାଗୁଛି। ଆଉ ବାକି ତ ଆପଣମାନଙ୍କୁ ଯାହା ଲାଗୁଛି ଆପଣ କମେଣ୍ଟସରେ ଜଣାଇଦେବେ, ଠିକ୍ ଅଛି। ମାନେ ତାଙ୍କର ନିଜର ୱାଇଫ୍ ତ୍ରିପାଠୀ ଶତପଥୀ ହିଁ ତାଙ୍କେ ନିଜେ ଏଇଟା ପ୍ରଡ୍ୟୁସ୍ ବାଏ। ଏଠି ଯେଉଁ ଗୋଟେ ଭୂତଟା ନା କୌଣସି ଗୋଟେ ଶକ୍ତିଟା ଯିବା ଆସିବା କରୁଛି ଆପଣମାନେ ଦେଖୁଥିବେ। ତ ମୋତେ ଲାଗୁଛି ବେଳେବେଳେ ଯେଉଁମାନେ ବି ଗୁଣି ଗାରେଡ଼ି ବିଦ୍ୟା କରିଥାନ୍ତି ସେମାନଙ୍କ ହାତରୁ କିଛି ମିସ୍ ହେଇଗଲେ, ସେମାନଙ୍କର ତନ୍ତ୍ରବିଦ୍ୟା କିଛି ମିସ୍ ହେଇଗଲେ ସେମାନଙ୍କର ଏ ଯେଉଁ ଖରାପ ଶକ୍ତି ମାନେ ଆତ୍ମା ଗୁଡ଼ାକ ଯେଉଁ ଅଛି ସେମାନଙ୍କୁ ଭଲସେ ତୁମେ ବନ୍ଦୀ କରି ରଖି ନପାରିବ, ସେମାନେ ହିଁ ତୁମକୁ ଡରାଇବେ। ଆଉ କିଛି ଉତ୍ପାତ କିଛି ଖରାପ ଆତ୍ମା ଗୁଡ଼ାକ ବି ଅଛି ଯେଉଁମାନେ କି ଆପଣମାନଙ୍କୁ ସବୁବେଳେ ହଇରାଣ କରିବେ। ତ ମୋତେ ଲାଗୁଛି ସେମିତି ହେଇଥାଇପାରେ। କାଳ ମୋତେ କାହିଁ ଲାଗୁଛି ଏଇ ଯେଉଁ ଗୋଟେ ସ୍କେଲଟା କଙ୍କାଳଟା ଦେଖେଇଲା ଯେଉଁ ଛେଳି ଖାଇଥିବାର ଷ୍ଟୋରିଟା ମୋତେ ଏମିତି ଲାଗୁଛି ମଝିରେ ଗୋଟେ ନିଆଳିରେ ଛେଳି ଗୁଡ଼ାକ ରାତିରେ ଗାୟବ ହେଉଥିଲେ ନା, ତ ନିଆଳିରେ ଯେଉଁ ଛେଳି ଗୁଡ଼ାକ ଗାୟବ ହେଉଥିଲେ ସେଟାକୁ ବେସ୍ କରିକି ଫିଲ୍ମର ଷ୍ଟୋରିଟା କୁହାହେଇନି ନା। ନିଆଳିରେ ଯେଉଁ ଛେଳି ଗୁଡ଼ାକ ରାତିରେ ଗାୟବ ହେଉଥିଲେ କୌଣସି ଜନ୍ତୁ ଗୋଟେ ଆସିକି ତାକୁ ମାରିଦେଉଥିଲା ନା କୌଣସି ଆତ୍ମା ନା କ'ଣ କିଏ ଜାଣିଛି। ତ ସେଇ ଷ୍ଟୋରିକୁ ନେଇକି ଫିଲ୍ମଟା କରାଯାଇଛି ବୋଲି ମୁଁ ଭାବୁଛି ଏ ଟ୍ରେଲର ଦେଖିଲା ପରେ। ବାକି ତାକୁ ତ ଫିଲ୍ମ ଦେଖିଲା ପରେ ହିଁ ଜଣାପଡ଼ିବ। ବାବୁସାନ ଘରୁ ପଳେଇଛି କୁଆଡ଼େ, ମା ଏକଲା ରହିଯାଇଛି ଘରେ, ସେଥିପାଇଁ କୌଣସି ଆତ୍ମା ନା କୌଣସି ଲୋକ ନା କିଏ ତାଙ୍କୁ ହଇରାଣ କରୁଛନ୍ତି। ନହେଲେ ଗାଁରେ କୌଣସି ଗୋଟେ ଆତଙ୍କ ଖେଳି ଯାଇଥିବ, କିଏ ଗୋଟେ ମର୍ଡ଼ର କରୁଥିବ, କିଏ ଗୋଟେ ସମସ୍ତଙ୍କୁ ଡରଉଥିବ, ତ ସମସ୍ତେ ଗାଁ ଲୋକ ଏଇଟା ମଶାଲ ଧରିକି ବାହାରିଛନ୍ତି ସମସ୍ତଙ୍କୁ ଖୋଜିବାକୁ। ଆକ୍ସନ୍ ବି ଅଛି। ତାପରେ ଏଇ ଭିଜୁଆଲରେ ମୁଁ ଗୋଟେ ଦେଖିଲି ବାବୁସାନକୁ ଦୌଡ଼ଉଛନ୍ତି, ବାବୁସାନ ରନିଂ କରିକି ଯାଉଛି, ତ ମୋତେ ଲାଗୁଛି ବାବୁସାନ କିଛି ଗୋଟେ ଭୁଲ କରିଛି ଏଇ ଫିଲ୍ମରେ ବୋଧେ, ନହେଲେ କୌଣସି ଗୋଟେ ଆତ୍ମା ସହିତ ବସିବୁତ ହେଇଯାଇଛି ବୋଧେ, ସେଥିପାଇଁ ବାବୁସାନ ହଇରାଣ ହେଉଛି ଏ ଫିଲ୍ମରେ, ମୋତେ ଯାହା ଲାଗୁଛି। ହଉ ଠିକ୍ ଅଛି, ଦେଖାଯାଉ। ବୋଧେ ବାହାରୁ ଗୋଟେ କିଏ ଆଉ ଗୋଟେ ତାନ୍ତ୍ରିକ ମାନେ ଆଉ ଗୋଟେ କିଏ ଗୋଟେ ଆସିଛି ବାହାରୁ ବୋଧେ, ଅପରାଜିତା ମ୍ୟାମ୍ଙ୍କ ସାଥିରେ ଦେଖାଯାଉଛି ତାଙ୍କେ, ଦେଖୁନାହାନ୍ତି। ମୋତେ ତ ବାବୁସାନ ଭଳିଆ ହିଁ ଲାଗୁଛି। ବାବୁସାନ ଏଠି ନେଗେଟିଭ୍ କ୍ୟାରେକ୍ଟର ନାହିଁ ତ, ମାନେ ବାବୁସାନ ନ ହେଇପାରେ, ତାକୁ ସେ ଆତ୍ମାଟା ସେମିତି କାମ କରୁନି ତ, ନା ତୃତୀୟ ବ୍ୟକ୍ତି ଆଉ ଜଣେ କିଏ ଅଛି ଯେଉଁଟାକି ବାବୁସାନ ଜାଣିଛି ଆଉ ବାବୁସାନ ନିଜକୁ ପ୍ରମାଣିତ କରିବାକୁ ଚେଷ୍ଟା କରୁଛି ଯେ ମୁଁ ନୁହେଁ ସିଏ ବୋଲିକି। ହଟ୍ ରୋମାନ୍ସ ବି ଅଛି, କ'ଣ ଅଛି ସିନ୍, ସମସ୍ତ ଲଭର୍ସ ମାନଙ୍କ ପାଇଁ, କପଲ୍ସ ମାନଙ୍କ ପାଇଁ ଏଇଟା ବଢ଼ିଆ ଜିନିଷଟା ଅଛି ଏଠି। ଭାଇରେ ଏଇଠି ଯେଉଁ ବିଜିଏମ୍ଟା ଯେଉଁ ଦେଇନାହାନ୍ତି କି, ଏ ବିଜିଏମ୍ଟା ଦେଖିବ ମାନେ ହାଇଲାଇଟ୍ ହେଇଯିବ। ଏ ବିଜିଏମ୍ଟା ଯେଉଁ ଟେଁ 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 ବାଜୁଛି ମାନେ ବହୁତ ସୁନ୍ଦର ଲାଗୁଛି। ଏଇଟା ମାନେ ଏଇଟା
गीत ना एटा बैकग्राउंड म्यूजिकटा माने सस्पेंस एटा बढ़िया अच्छी ये म्यूजिकटा मोर भी पसंद दृश्य रू जना पड़ुछि जे गाँ लोक माने का गुटे पाइछन्ती पूरा बाडे की पूरा मार देइछन्ती बोधे बाबूसान उड़ुची रे भाई भाई आउ टिके एटा को टिके भलसे करथिले भल लागि थांता माने पूरा जना पड़ी जाउची ए इफेक्ट्सटा एवीएफएक्सटा ए जो कामटा एटा भलसे करिवार थिला आउ टिके बाकी ओवरऑल ठीक अच्छी नाइट रे ही शूटिंग हेची बोधे पिक्चर क्लारिटी भी बढ़िया अच्छी एडिटिंग बढ़िया अच्छी म्यूजिक बढ़िया अच्छी समस्ते क्यारेक्टर्स जो माने अछंती समस्ते भल रोल करछंती बट ए सीनटा ही मते टिके काई खराब लागिला खराब तो लगी नहीं स्लो मोशन रे पूरा देखा तो जना पड़ जाऊँगी बाबूसान देखा जाओ मारिनी ताकू मारिनी ताकू देखला ना मु जहाँ कहती से ही तो बाबूसान ही खून कर माने मर्डर कर बोधे तो बाबूसान कर देहर थी आत्मा से कर किए गोटे बसीभूत कर तो बाबूसान से करने को बाध्य हो तो पर रियलाइज हो मुझे करनी बोली से कहूँ आउ सिनेमा हॉल रे तो 12 तारिख आसी आपण मैंने देखिथे तो आम ट्रेलर रिव्यूटा सर जाइए हाँ तो आपण मानू केमती लगिला ट्रेलरटा मतामत जनइबे कमेंट्स देबे मोर तो यहाँ रिएक्शन प्रथम वीडियो मु केबे रिएक्शन वीडियो बनाएनी यहाँ प्रथम थर मु बनई आपण मैंने सपोर्ट करले मु आगो को एमती वीडियो गुड़ाक रिएक्शन देकी रिव्यू करी कहबी कोटा भल कोटा खराब खाली फिल्म ट्रेलर भी ही नहीं जी अच्छी वीडियो म्यूजिक नेशनल इंटरनेशनल खेल जी सब न्यूज अच्छी जेकोसी जिन भाइराल हो कि कौन कौ सॉन्ग को लेकिन मु रिएक्शन देवी जी जानी से कहबी अधिक जदि जान नी कि खराब कथा कहबिनी से रिसर्च कलापर ही मु तार रिएक्शनटा देवी हाँ तो 12 तारिख में फिल्म देखा निश्चय जी मु तो निश्चय जी कहीं बाबूसान तो मोर फेवरेट आम ओडिया इंडस्ट्री दी जनकर फिल्म तो बर्तमान देखा बहुत भल लगे गोटे है बाबूसान आ गोटे है सुपरस्टार अनुभव मु तो दी जन जाकर फैन बाबूसान अर्चिता मैम अच्छा कहले तो फिल्म बढ़िया हो निश्चय गीत गुड़ाक भी तो आम देखी सारे गीत गुड़ाक बहुत सुंदर हो फिल्मटा बहुत बढ़िया बनाई माने बहुत दिन पर आमर ओडिया इंडस्ट्रीज रे गोटे भाया हरर फिल्म कॉमेडी पंच अच्छी बोधे बहुत दिन पर आम ओडिया इंडस्ट्रीज रे डायरेक्टर माने प्रोड्यूसर माने भाविले जे आमे किछि गोटे नुआ करबा किछि गोटे भूत प्रेत जिन को देखा केते से स्टोरी लव स्टोरी फरी खाली करथिया तो एमती कले कि काले तांके भल इनकम करि परिबे आपण मान तो देखुचंती ओडिया इंडस्ट्रीज दिन दिन बुड़ी बुड़ी जाउची बहुत गुटे फिल्म होची किंतु को फिल्म भी चलनी ठीक से अल्प दिन चलती ये बाबूसान आ अनुभव दी जनकर फिल्म इंडस्ट्री चलती देखा जाओ फिल्मटा कौन हो बॉक्स ऑफिस रे भाई आमर तो घर फुलवाणी आमर ये गोटे हॉल्टे अच्छी जदि से पकेला तो आम निश्चय देखीजु फैमिली सहित जीवु जदि फैमिली जापारे ताले मुझी तो फिल्म तो निश्चय देखी हाँ आ गोटे कथा फिल्म रे देखा जाइथिबा सीन गुड़ाक जो अच्छी मत लगुच सबू राति ही शूटिंग होती भिजुआल पूरा जना पड़ी राति ही शूटिंग होती हाँ होता पारे दिन बेला शूटिंग करके राति भिजुआलटा दे थाई पारती तार नाइट इफेक्ट्सटा दर्शक बंधु आ गोटे कथा बोधे ये शूटिंग बाबूसान तांकर चुटी पकई नथिले तांकर बापांकर डेथ जाइथिला ना तांके चुटी पकई नथिले बहुत लोग बहुत कथा कहूथिले तांको तो चुटी कहीं पकेलुनु यहाँ भल नुह शुभ माने इज्जत रखिलुनु भाई गोटे कथा कहबी सी है भाई गोटे एक्टर गोटे फिल्म शूटिंग चली अधारू आउ टाइम भी पड़े बर्तमान रिलीज हम ये टाइम रे तो भाई बहुत टंका लगी बहुत शूटिंग रो बहुत दृश्य गुड़ाक जाई बहुत सीन पड़े आउ 7-8 मास लगी जाता चुटी बाहर जब लंडा होता चुटी पकई कि एत दिन लगी था मिनिमम वर्षे पाखापाखि लगी जाता शूटिंग सरेवा तापर चुटी पकेवा से बोलिकी लोक मैंने इे सियाड़े कहते भाई कार इमोशनाल को लेकिन किसी कहनी तांके बर्तमान चुटी पकेले तांके लंडा हेले तो सेमती किसी कहबानी कहीं सी बापा को बहुत भल पाए माँ को भी भल पाए हाँ जहाँ भी हो ये गोटे भल कामटे बाबूसान कला से भगवान भलसे रखी था।
ଆପଣ ମାନେ ଫିଲ୍ମଟା ନିଶ୍ଚୟ ଦେଖିବାକୁ ଯିବେ ନା? ତ ଠିକ୍ ଅଛି, ଆପଣ ଯାଆନ୍ତୁ, ମୁଁ ବି ଯିବି। ଆଉ ମୋର ରିଆକ୍ସନ୍ ଭିଡ଼ିଓ ଯେଉଁ ମୁଁ ବନଉଛି, ଭାଇ ମୁଁ କହିବା କଥା ଶୈଳୀ କେମିତି ଲାଗୁଛି, ମୁଁ ଠିକ୍ କହୁଛି ନା ଭୁଲ କହୁଛି? ଭାଇ ଆମର ତ ଏପଟ କନ୍ଧମାଳ ଜିଲ୍ଲାରେ ଆମର ଗୋଟେ ଅଲଗା ଲାଙ୍ଗୁଏଜ୍ ଅଛି, ମାନେ ଟିକେ ଓଡ଼ିଆ ଏତେ ମିଶେନି, ମିଶୁଛି ବଟ୍ କହିଲା ବେଳକୁ ଆମର ଏଠି ଲୋକାଲ୍ ଲାଙ୍ଗୁଏଜ୍ର କିଛି ୱାର୍ଡ଼ ବାହାରି ପଡ଼ୁଛି। ତ ସେଥିପାଇଁ କ୍ଷମା କରିଦେବେ, ନହେଲେ ବୁଝିଯିବେ। ଏତେ ବି ଖରାପ ୱାର୍ଡ଼ ହେଉନି। ଆମର ଏଠି ଲୋକାଲ୍ ଲାଙ୍ଗୁଏଜ୍ ଗୋଟେ କୁଇ ବି ଅଛି, ତ କୁଇ ଅଧା ଆସେ, ଅଳ୍ପ ଆସେ ମୋତେ। ତ ଆପଣମାନେ ନିଶ୍ଚୟ କମେଣ୍ଟସ୍ ଦେବେ, ଆପଣଙ୍କର ମତାମତ ଦେବେ, ଆଉ ମୋତେ ସପୋର୍ଟ କରିବେ, ଆଉ ଭିଡ଼ିଓଟାକୁ ସେୟାର କରିବେ, ଚ୍ୟାନେଲ୍ଟାକୁ ସବସ୍କ୍ରାଇବ୍ କରିବେ। ଆଉ କ'ଣ କହିବି ଦର୍ଶକ ବନ୍ଧୁ, ରହୁଛି, ନମସ୍ତେ, ଭଲରେ ଥାଅ ସମସ୍ତେ, ଜୟ ଜଗନ୍ନାଥ।